ସେସବୁ ବିଷୟରେ ବେଶୀ ଗୁଡା ତର୍ଜମା କରି ଲକ୍ଷ୍ମଣନାଥ ନା ମେଡିକାଲ କଲ କରିଦେଲ ଜଣେ ସାଧୁ ଥିଲେ ଆଉ ଗୁଡାକ ବହି ଫହି ଭିତରେ ଏଗୁଡାକ ପୁରାଇବା ଉଚିତ ନୁହେଁ। ଗୋପବନ୍ଧୁଙ୍କର ପୁରେଇ ପାରୁନ, ସୁଭାଷ ବୋଷଙ୍କ ପୁରେଇ ପାରୁନ, ଗାନ୍ଧୀଙ୍କର ପୁରେଇ ପାରୁନ, ନେହୁରୁଙ୍କର ପୁରେଇ ପାରୁନ। ତମେ ଯାହା କର ମାନେ ତାର 10,000 ସାଧୁ ସନ୍ଥ ଅଛନ୍ତି ଭାରତ ବର୍ଷରେ, ଏଇନା ବି ଅଛନ୍ତି। ଆଉ ସେସବୁ ପୁରା ପାଠ୍ୟକ୍ରମରେ ସ୍ଥାନ ଦେବା ଉଚିତ ନାଇଁ। ତାଙ୍କର ପ୍ରେମ ଆଗରୁ ରହିଛି ନା, RSS ବାଲା ସେମାନେ। ଲକ୍ଷ୍ମଣନାଥ RSS ଲୋକ ନା, ଆଉ ନହେଲେ ଏତେ ଆଣ୍ଠେଇ ପଡତେ କାହିଁକି? ତାଙ୍କ RSS ଲୋକ ନା। ଆଉ ସେଥିରେ କିଛି ନାହିଁ ମ। କଂଗ୍ରେସ ସବୁ ଦଳକୁ ନେଇ ରହିଛି, ସବୁ ଜାତିକି ନେଇ ରହିଛି, ସବୁ ଯେତେ ପ୍ରକାର ଧର୍ମ ଅଛି, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୁଦ୍ଧିଷ୍ଟ ସମସ୍ତଙ୍କୁ ନେଇ କଂଗ୍ରେସ ଚାଲିଛି। ତେଣୁ କଂଗ୍ରେସ ସ୍ୱାଧୀନତା ଆଣିଛି, ଭାରତ ବର୍ଷର ସର୍ବାଙ୍ଗୀନ ଉନ୍ନତି କଂଗ୍ରେସ କରିଛି। ଫେର ବେଳ ଆସିଲାଣି, ରାହୁଲ ଗାନ୍ଧୀ ଲୋକ ଲୋଡ଼ିଲେଣି, ଏ ନରେନ୍ଦ୍ର ମୋଦି ଉପରେ ବିଶ୍ୱାସ ତୁଟେଇ ସାରିଲେଣି, ସମସ୍ତେ ଲାଗି ପଡ଼ିଲେଣି ଯେ ରାହୁଲ ଗାନ୍ଧୀ କେମିତି ପ୍ରାଇମ ମିନିଷ୍ଟର ହବ, ଏଠି ଭକ୍ତ ହବ, ଆମେ ଲାଗି ପଡ଼ିବୁ।